ପୂର୍ବପୁରୁଷମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ସପ୍ତାହକୁ 2 ଥର କେଶରେ ନଡ଼ିଆ ତେଲ ମସାଜ କରିବା ଦ୍ୱାରା କେଶ କୋମଳ ହୋଇଥାଏ ଏବଂ ଏହାଦ୍ୱାରା ମସ୍ତିଷ୍କରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ, ଯାହାକି କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ନମ୍ବର 2, ପାଣିକୁ ନିୟମିତ ଫୁଟେଇ 3-4 ଲିଟର ପାଣି ପ୍ରତିଦିନ ପିଅନ୍ତୁ। ଏହା ଦ୍ୱାରା ଶରୀର ହାଇଡ୍ରେଟ୍ ରହିବ ଓ ଚେହେରାରେ ଚମକ ଆସିବ। ନମ୍ବର 3, ଗର୍ଭବତୀ ମହିଳା ଶିଶୁ ଜନ୍ମ ହେବା ପରେ ଦହି ଏବଂ ହଳଦୀକୁ ଭଲ ଭାବରେ ମିଶାଇ ପେଟରେ ଲଗାଇବା ଦ୍ୱାରା ପେଟର ଷ୍ଟ୍ରେଚ୍ ମାର୍କ ଚିହ୍ନ 90% ଦୂର ହୋଇଥାଏ। ଏହାକୁ 3 ମାସ ଲଗାତାର ଲଗାଇବାକୁ ପଡ଼ିବ। ଆପଣମାନେ 3 ମାସ ଲଗାତାର ଲଗାନ୍ତୁ। ଏହାପରେ ଏହାର ରେଜଲ୍ଟ ଆପଣମାନେ ନିଜେ ହିଁ ଦେଖିପାରିବେ। ନମ୍ବର 4, ଥଣ୍ଡା କାଶରୁ ରକ୍ଷା ପାଇବା ପାଇଁ ଅଧିକ ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଲେମ୍ବୁ ଏବଂ କମଳାର ଅଧିକ ବ୍ୟବହାର କରନ୍ତୁ ଏବଂ ନିୟମିତ ଭାବରେ ଯୋଗ କରନ୍ତୁ। ନମ୍ବର 5, ଘରର ନୈಋତ୍ୟ କୋଣରେ କାଚ ଗ୍ଲାସରେ ଲୁଣ ପାଣି ରଖି ତା ପଛରେ ଲାଲ ରଙ୍ଗର ବଲ୍ବ ଜଳାଇ ଦେବା ଦ୍ୱାରା ଏହା ବହୁତ ଶୁଭ ହୋଇଥାଏ ଏବଂ ଘରକୁ ଧନର ଆଗମନ ହୋଇଥାଏ। କେବେ ବି ଘରେ ଧନର କମି ରହିନଥାଏ। ଭିଡ଼ିଓଟିର ଆଗକୁ ଯିବା ପୂର୍ବରୁ ଆପଣମାନେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖିଦିଅନ୍ତୁ। ମା ଲକ୍ଷ୍ମୀ ଆପଣଙ୍କର ସବୁ ଦୁଃଖକୁ ଦୂର କରିବେ। ନମ୍ବର 6, ଯଦି ଖାଦ୍ୟ ଖାଉଥିବା ସମୟରେ ଖାଦ୍ୟରେ ଲୁଣ କମ୍ ଲାଗେ ତେବେ ତା ଉପରେ ଲୁଣ ପକାଇ ଖାଇବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ଶନି, ଚନ୍ଦ୍ର ଏବଂ ମଙ୍ଗଳଙ୍କର ଖରାପ ପ୍ରଭାବ ପଡ଼ିଥାଏ। ଏହି କଥାକୁ ମନେ ରଖିବେ। ନମ୍ବର 7, ଯଦି ଚୁଚୁନ୍ଦ୍ରା କୌଣସି ଲୋକଙ୍କର ଚତୁଃପାର୍ଶ୍ୱରେ ବୁଲିଯାଏ ତେବେ ଏହା ବହୁ ଶୁଭ ହୋଇଥାଏ ଏବଂ ନିକଟରେ କୌଣସି ବଡ଼ ଲାଭ ପ୍ରାପ୍ତ ହେବାର ସଂକେତ ମିଳିଥାଏ। ନମ୍ବର 8, ଯଦି କୌଣସି ଦିନ ଚୁଚୁନ୍ଦ୍ରା ଘରର ଚତୁଃପାର୍ଶ୍ୱରେ ବୁଲିଯାଏ ତେବେ ବି ଏହା ବହୁତ ଶୁଭ ହୋଇଥାଏ ଏବଂ ଘର ପ୍ରତି ଆସୁଥିବା ସବୁ ସଙ୍କଟ ଟଳି ଯାଇଥାଏ। ନମ୍ବର 9, ଜାତକରେ ଯଦି ମଙ୍ଗଳ ଖରାପ ପରିସ୍ଥିତିରେ ରହିଥାନ୍ତି ତେବେ ମାଛ ମାଂସ ଖାଇବା ଉଚିତ ନୁହେଁ। ଆପଣମାନେ ଚାହିଁଲେ କେବଳ ଭେଜ୍ ହିଁ ଖାଇପାରିବେ। ଏହା ବହୁତ ଭଲ ହୋଇଥାଏ। ନନଭେଜ୍ ଖାଇବା ଦ୍ୱାରା ଏହା ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେବା ସହିତ ମନୁଷ୍ୟର ଅପରାଧୀ ଭାବନାକୁ ବି ପ୍ରକାଶ ପାଇଥାଏ। ନମ୍ବର 10, ଜାତକରେ ଶନିଙ୍କ ସ୍ଥିତି ଯଦି ଖରାପ ଥାଏ ତାହେଲେ ଆପଣମାନେ କେବେ ବି ମଦ୍ୟପାନ କରିବା ଉଚିତ ନୁହେଁ। ଏହାଦ୍ୱାରା ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେବା ସହିତ ଆପଣମାନଙ୍କର ମାନସିକ ସ୍ଥିତି ବି ଖରାପ ହୋଇଥାଏ। ଏହି କଥାକୁ ମନେ ରଖିବେ। ନମ୍ବର 11, ସବୁବେଳେ ବାମ କଡ଼ରେ ଶୋଇବା ଲୋକର ହାର୍ଟ ବିମାରୀ ହୋଇଥାଏ। ତେଣୁ ଆପଣମାନେ 2 କଡ଼ରେ ଏପଟ ସେପଟ ହୋଇ ଶୋଇବାକୁ ଚେଷ୍ଟା କରନ୍ତୁ। ଆପଣମାନେ ଓଡ଼ିଶାର କେଉଁ ଗ୍ରାମରୁ ଆମ ଭିଡ଼ିଓ ଦେଖୁଛନ୍ତି କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ। ନମ୍ବର 12, ମୋବାଇଲ ଫୋନ୍ ଦିନ ରାତି ସବୁବେଳେ ବ୍ୟବହାର କରିବା ଦ୍ୱାରା ହାର୍ଟ, ମସ୍ତିଷ୍କ ଏବଂ ଚକ୍ଷୁ ରୋଗ ଇତ୍ୟାଦି ହୋଇଥାଏ। ଦରକାରଠାରୁ ଅଧିକ ଫୋନ୍ ବ୍ୟବହାର କରିବା ଅନୁଚିତ। ଆପଣମାନେ ଯେତେ କମ୍ ମୋବାଇଲ ୟୁଜ୍ କରିବେ ସେତେ ଆପଣଙ୍କର ଶରୀର ପାଇଁ ବହୁତ ଭଲ। ଆଉ ଚେଷ୍ଟା କରନ୍ତୁ କେବେ ବି ଛୋଟ ଛୁଆଙ୍କୁ ମୋବାଇଲ ଦିଅନ୍ତୁ ନାହିଁ। ନମ୍ବର 13, ମସୁର ଡାଲିର ପାଉଡର, ଦହି, ଲେମ୍ବୁ ରସ ଏବଂ ବେସନକୁ ଭଲ ଭାବରେ ମିଶାଇକି ଚେହେରାରେ ଧୀରେ ଧୀରେ ମାଲିସ କରନ୍ତୁ। 5-7 ମିନିଟ୍ ପରେ ଏହାକୁ ନର୍ମାଲ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଦେଖିବେ ମୁହଁରୁ ସବୁ ଦାଗ ଚାଲିଯିବ ଏବଂ ମୁହଁ ଗୋରା ଦେଖାଯିବ। ନମ୍ବର 14, ଦହି ଚୁଟିରେ ଲଗାଇବା ଦ୍ୱାରା ଚୁଟି ସିଲ୍କ ଓ ନରମ ଚୁଟି ହୋଇଯାଏ। ଆପଣମାନେ ସପ୍ତାହରେ 1 ଥର ଏହାକୁ ଟ୍ରାଏ କରନ୍ତୁ। ଏହାପରେ ରେଜଲ୍ଟ ଆପଣଙ୍କ ସାମ୍ନାରେ ଥିବ। ନମ୍ବର 15, ପୁରୁଷଙ୍କ ଯୌନ ଶକ୍ତି ବୃଦ୍ଧି କରିବା ପାଇଁ ଜିନିଷ ହେଉଛି ଖଜୁରୀ। ଖଜୁରୀରେ କ୍ୟାଲସିୟମ, ଫାଇବର, ଜିଙ୍କ, ମାଗ୍ନେସିୟମ ଏବଂ ଆଇରନ୍ ପ୍ରଚୁର ପରିମାଣରେ ମିଳିଥାଏ, ଯାହାକି ପୁରୁଷଙ୍କ ଯୌନ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ନମ୍ବର 16, ଅଦାର ଚୋପା ଏବଂ ଅଳେଇଚ ଗୁଜୁରାତିର ଚୋପାକୁ କେବେ ବି ଫୋପାଡ଼ନ୍ତୁ ନାହିଁ। ଏହାକୁ ଚାରେ ବ୍ୟବହାର କରନ୍ତୁ। ଦେଖିବେ ଚାର ସ୍ୱାଦ ଅଧିକ 2 ଗୁଣା ବଢ଼ିଯିବ। ନମ୍ବର 17, ଖରା ଯୋଗୁଁ ତ୍ୱଚା ଟ୍ୟାନ୍ ପଡ଼ିଯାଇଥିଲେ କମଳା ଚୋପା ଗୁଣ୍ଡରେ ଦହି ମିଶାଇ କରି ଲଗାନ୍ତୁ। ଏହା ଶୁଖିଗଲା ପରେ ଧୋଇଦେବେ।
ଏହି ପ୍ୟାକ୍ ସପ୍ତାହକୁ 2 ଥର ଲଗାନ୍ତୁ। ଦେଖିବେ ଏପରି କରିବା ଦ୍ୱାରା ଯେତେ ସବୁ ଟ୍ୟାନ୍ ପଡ଼ିଥିବ ସବୁ ଦୂର ହୋଇଯିବ। ନମ୍ବର 18 ଶୋଇବା ଘରେ ଲାଲ ରଙ୍ଗର ବଲ୍ବ ଲଗାଇବା ଉଚିତ ନୁହେଁ। ଏହାଦ୍ୱାରା ବହୁତ ଅଶୁଭ ହୋଇଥାଏ ଏବଂ ସମ୍ପର୍କ କଟୁ ହେବାର ସମ୍ଭାବନା ରହିଥାଏ। ଆପଣମାନେ ଏଥିପ୍ରତି ଟିକେ ଧ୍ୟାନ ଦେବେ। ନମ୍ବର 19 ଶୋଇବା ସମୟରେ ଖଟରେ ଗୋଟିଏ ଗଦି ପକାଇକି ଶୋଇବା ଉଚିତ। କେବେ ବି 2ଟି ଗଦି ପକାଇ ଶୋଇବା ଉଚିତ ନୁହେଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଆପଣମାନଙ୍କୁ ଥଣ୍ଡା ଜ୍ୱର ବହୁତ ଦିନ ହେଲା ହେଉଛି କି? ଏହା ଜମା ବି ଛାଡ଼ୁନି? ତାହେଲେ ଆପଣମାନେ ତକିଆ ତଳେ ରସୁଣ ରଖି ଶୋଇବା ଦ୍ୱାରା ଥଣ୍ଡା ଏବଂ ଜ୍ୱର କମ୍ ହେବାରେ ସାହାଯ୍ୟ କରିଥାଏ ଏବଂ ଶରୀରକୁ ଭୂତାଣୁ ଜନିତ ସମସ୍ୟାରୁ ରକ୍ଷା କରିବାରେ ବି ସାହାଯ୍ୟ କରିଥାଏ। ତେଣୁ ଆପଣମାନେ ରସୁଣ ରଖିକରି ଶୁଅନ୍ତୁ। ଆପଣଙ୍କର ସେପଟେ ମାଣବସା କେବେ ପାଳନ କରୁଛନ୍ତି କମେଣ୍ଟ ମାଧ୍ୟମରେ ଜଣାଇବେ। ନମ୍ବର 21 ଘରର ମୁଖ୍ୟ ଦ୍ୱାରରେ କଳା ଘୋଡ଼ାର ନାଲ ଲଗାଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ନକାରାତ୍ମକ ଶକ୍ତିର ପ୍ରଭାବ ଦୂର ହେବା ସହିତ ଘରେ ଅଭାବ ଦୂର ହୋଇଥାଏ। ନମ୍ବର 22 କଳା ଘୋଡ଼ାର ନାଲ ଘରେ ରଖିବା ଦ୍ୱାରା ଶନିଙ୍କ ଖରାପ ପ୍ରଭାବ ଦୂର ହୋଇଥାଏ ଏବଂ ଧାନ କିମ୍ବା ଚାଉଳ ରଖୁଥିବା ସ୍ଥାନରେ ଘୋଡ଼ା ନାଲକୁ କଳା କପଡ଼ାରେ ଗୁଡ଼ାଇ ରଖିବା ଦ୍ୱାରା କେବେ ବି ଧନର ଅଭାବ ରୁହେ ନାହିଁ। ନମ୍ବର 23 କଳା ଘୋଡ଼ାର ନାଲକୁ ଘରେ ସ୍ଥାପନା କରିବା ଦ୍ୱାରା ଗୁଣି ଗାରେଡ଼ିର ପ୍ରଭାବ ଦୂର ହୋଇଥାଏ ଏବଂ ଘରେ ଥିବା କୁଦୃଷ୍ଟିର ପ୍ରଭାବ କେବେ ବି ଘର ଭିତରକୁ ଆସିନଥାଏ। ନମ୍ବର 24 ଘୋଡ଼ା ଦୌଡ଼ୁଥିବା ସମୟରେ ଖୁରାରୁ ନାଇ ବାହାରି ମିଳିଯାଏ, ତେବେ ତାକୁ ଘରେ ରଖିବା ଦ୍ୱାରା ଦୁର୍ଭାଗ୍ୟ ଦୂର ହେବା ସହିତ ଘରକୁ ସୌଭାଗ୍ୟ ଆସିଥାଏ। ନମ୍ବର 25 ବାସ୍ତୁ ଅନୁସାରେ ଶୋଇବା ଖଟ ଉପରେ କେବେ ବି ବସିକରି ଖାଇବା କଥା ନୁହେଁ। ଏହାଦ୍ୱାରା ଋଣଭାର ବୃଦ୍ଧି ହୋଇଥାଏ ଏବଂ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଓ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ତେଣୁ ଆପଣମାନେ କେବେ ବି ଖଟ ଉପରେ ବସିକରି ଖାଆନ୍ତୁ ନାହିଁ। ଏହା ଜମା ବି ଭଲ ନୁହେଁ। ନମ୍ବର 26 କ'ଣ ଆପଣମାନେ ରୋଷେଇ ଘରେ ଅଇଁଠା ବାସନ ରଖୁଛନ୍ତି କି? ତାହେଲେ ଆପଣମାନେ କେବେ ବି ଅଇଁଠା ବାସନ ରୋଷେଇ ଘରେ ରଖନ୍ତୁ ନାହିଁ। ଏହା ବହୁତ ଅଶୁଭ ହୋଇଥାଏ, ଅମଙ୍ଗଳକାରୀ ହେବା ସହିତ ସମସ୍ୟା ସବୁ ଦେଖାଦେଇଥାଏ। ଏହି କଥାକୁ ମନେ ରଖିବେ। ନମ୍ବର 27 ରାତିରେ ଗାଧୁଆ ଘରେ କିମ୍ବା ରୋଷେଇ ଘରେ କେବେ ବି ଖାଲି ବାଲ୍ଟି ରଖିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଘରେ ନକାରାତ୍ମକର ଶକ୍ତି ବୃଦ୍ଧି ପାଇଥାଏ। ଯଦି ଆପଣଙ୍କର ଗାଧୁଆ କି ରୋଷେଇ ଘରେ ଖାଲି ବାଲ୍ଟି ରଖୁଛନ୍ତି, ଏଥିରେ ପାଣି ଭର୍ତ୍ତି କରି ରଖନ୍ତୁ, ନହେଲେ ବାଲ୍ଟିକୁ ବାହାର କରିଦିଅନ୍ତୁ। ନମ୍ବର 28 ସନ୍ଧ୍ୟା ସମୟରେ କେବେ ବି କୌଣସି ଜିନିଷ ଦାନ କରିବା ଉଚିତ ନୁହେଁ କିମ୍ବା ସନ୍ଧ୍ୟା ସମୟରେ ବାହାର ଲୋକଙ୍କୁ କ୍ଷୀର, ଦହି କିମ୍ବା ଲୁଣ ଦେବା ଅନୁଚିତ। ଏହାଦ୍ୱାରା ଆକସ୍ମିକ ଖରାପ ପରିସ୍ଥିତି ଆସିଥାଏ। ଏହି କଥା ମନେ ରଖନ୍ତୁ। ନମ୍ବର 29 କ୍ଷୀରକୁ ସିଝାଇବା ସମୟରେ ଶୁଣ୍ଠି ଏବଂ ଛୋଟ ଅଳେଇଚ ପକାଇକି ଫୁଟାନ୍ତୁ। ଦେଖିବେ କ୍ଷୀର ଜଲ୍ଦି ଖରାପ ହେବ ନାହିଁ। ନମ୍ବର 30 ଧନିଆ ମାସିକ ଧର୍ମ ସମ୍ବନ୍ଧିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଯଦି ମାସିକ ଧର୍ମ ସାଧାରଣଠାରୁ ଅଧିକ ହେଉଥାଏ, ତେବେ ଅଧା ଲିଟର ପାଣିରେ ପାଖାପାଖି 100 ଗ୍ରାମ ଧନିଆ ମଞ୍ଜିକି ଫୁଟାନ୍ତୁ। ଏହି ପାଣିରେ ଅଳ୍ପ ଚିନି ପକାଇ ଦିଅନ୍ତୁ। ଏହାକୁ ଛାଣିକରି ପିଅନ୍ତୁ। ଦେଖିବେ ମାସିକ ଧର୍ମ ନିୟମିତ ଭାବରେ ହେବ। ନମ୍ବର 31 ଯେଉଁ ପୁରୁଷ ଏବଂ ମହିଳାଙ୍କର ବୟସ ପାଖାପାଖି 40 ହୋଇଯାଏ, ତାଙ୍କୁ ଅଧିକରୁ ଅଧିକ କାକୁଡ଼ିର ସେବନ କରିବା ଆବଶ୍ୟକ। ଆଉ ସେମାନେ ପ୍ରତିଦିନ ଯୋଗ କି ବ୍ୟାୟାମ କରିବା ଉଚିତ। ଏହା ତାଙ୍କ ଶରୀର ପାଇଁ ବହୁତ ଭଲ ହୋଇଥାଏ। ନମ୍ବର 32
ସକାଳୁ ଖାଲି ପେଟରେ ତାଜାରେ ଓହଳିବା ଦ୍ୱାରା କମ୍ ହାଇଟ୍ ଥିବା ଲୋକ ଡେଙ୍ଗା ଦେଖାଯିବେ। ଏମିତି ଲଗାତାର 3 ମାସ ଯାଏଁ କରନ୍ତୁ। ରେଜଲ୍ଟ ଆପଣ ନିଜେ ହିଁ ଜାଣିପାରିବେ। ନମ୍ବର 33 ଘରେ ମହିଳାମାନଙ୍କ ସହିତ ଦୁର୍ବ୍ୟବହାର କରିବା ଦ୍ୱାରା ଅମଙ୍ଗଳକାରୀ ହୋଇଥାଏ ଏବଂ କଳହ, ନିରାଶା, ଦୁଃଖ ପ୍ରାପ୍ତ ହେବା ସହିତ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ। ତେଣୁ ଆପଣମାନେ କେବେ ବି ମହିଳାମାନଙ୍କ ସହିତ ବ୍ୟବହାର ଖରାପ କରନ୍ତୁ ନାହିଁ। ତାଙ୍କ ସହିତ ଭଲରେ କଥା ହୁଅନ୍ତୁ। ନମ୍ବର 34 ସକାଳୁ କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯିବା ସମୟରେ ମିଠା ଦହି ଖାଇକରି ଯିବା ଦ୍ୱାରା ଏହା ବହୁତ ଶୁଭ ହୋଇଥାଏ ଏବଂ କାର୍ଯ୍ୟ ସଫଳ ବି ହୋଇଥାଏ। ଆପଣମାନେ ଯେତେବେଳେ ବି ବାହାରକୁ ଯାଉଛନ୍ତି କିଛି ନା କିଛି ମିଠା ଜିନିଷ ଖାଇକରି ଯାଆନ୍ତୁ। ନମ୍ବର 35 ଯଦି ଘରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବାରମ୍ବାର ମନମାଳିନ୍ୟ ଦେଖାଦେଇଥାଏ ତେବେ ଶୁକ୍ରବାର ଦିନ ଶୋଇବା ଘରେ ପକ୍ଷୀ ଯୋଡ଼ାଙ୍କ ଫଟୋ ଲଗାଇଦେବା ଦ୍ୱାରା ଲାଭ ପ୍ରାପ୍ତ ହୋଇଥାଏ। ନମ୍ବର 36 ଘରେ ସ୍ଥାୟୀ ଭାବେ ସୁଖ ସମୃଦ୍ଧି ପ୍ରାପ୍ତ କରିବା ପାଇଁ ଓସ୍ତ ଗଛ ଛାଇରେ ଠିଆ ହୋଇ ଓସ୍ତ ମୂଳରେ ମିଶ୍ରି ଅର୍ପଣ କଲେ ଏହା ବହୁତ ଲାଭପ୍ରଦ ହୋଇଥାଏ ଓ ଘରେ ସବୁ କିଛି ଠିକଠାକ ଚାଲିଥାଏ। ଏହି କଥାକୁ ମନେ ରଖିବେ। ନମ୍ବର 37 ଶୋଇବା ଘରେ କେବେ ବି ଅଇଁଠା ବାସନ ରଖନ୍ତୁ ନାହିଁ। ଏହାଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ନମ୍ବର 38 ଯାତ୍ରା କରିବା ସମୟରେ ଶଙ୍ଖ କିମ୍ବା ଘଣ୍ଟି ଶବ୍ଦ ଶୁଣାଗଲେ ଏହା ବହୁତ ଶୁଭ ହୋଇଥାଏ ଏବଂ ଯାତ୍ରା ମଙ୍ଗଳମୟ ହୋଇଥାଏ। ଆପଣମାନେ ବୁଝିବେ ଯେ ଯେଉଁ କାମରେ ଯାଉଛନ୍ତି ଏହା ନିହାତି ଭାବରେ ସଫଳ ହେବ। ନମ୍ବର 39 ଲିମ୍ବ ପତ୍ରକୁ ବାଟି ଚୁଟିରେ ଲଗେଇ ଧୋଇବା ପରେ ଚୁଟିରେ ଭଲ ଭାବରେ ଚମକ ଆସିଥାଏ ଏବଂ ଚୁଟି ଜଲ୍ଦି ବଢ଼ିବା ସହିତ ଯଦି ଉକୁଣି ଥାଏ ଏହା ମଧ୍ୟ ସବୁ ମରିଯାଏ। ନହେଲେ ଆପଣମାନଙ୍କ ମୁଣ୍ଡରେ ଯଦି ଉକୁଣି ଥାଏ ତାହେଲେ ଆପଣମାନେ ରସୁଣକୁ ପେଷ୍ଟ କରିକି ଲଗାଇ ପାରିବେ। ନମ୍ବର 40 ସପ୍ତାହକୁ 2 ଥର କେଶରେ ନଡ଼ିଆ ତେଲ ମସାଜ କରିବା ଦ୍ୱାରା କେଶ କୋମଳ ହୋଇଥାଏ ଏବଂ ଏହାଦ୍ୱାରା ମସ୍ତିଷ୍କରେ ରକ୍ତ ସଞ୍ଚାଳନ ହୋଇଥାଏ ଯାହାକି କେଶ ବଢ଼ିବାରେ ବହୁତ ମାତ୍ରାରେ ସାହାଯ୍ୟ କରିଥାଏ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ଲାଇକ୍, କମେଣ୍ଟ ଆଉ ସେୟାର କରିବାକୁ ଜମା ବି ଭୁଲିବେନି। ଆଉ ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ଗୋଟେ ସବସ୍କ୍ରାଇବ୍ ନିହାତି କରିଦେବେ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖିଦିଅନ୍ତୁ।